ସାଙ୍ଗମାନେ ଆପଣଙ୍କ ଆଡ଼େ ଶୀତ ହେଉଛି ନା ହେଉନି? ମାନେ ବିଶ୍ୱାସ କରିବେନି ସାଙ୍ଗମାନେ, ଏତେ ଜୋରେ ଥଣ୍ଡା ଲାଗୁଛି। କାମ ତ କାମ, ଉଠିକି ଆସିବା ପାଇଁ ବି ଇଚ୍ଛା ହେଉନି। ଏଇଠି କେବଳ ମୁଁ ବାଧ୍ୟରେ ଉଠିକିନା ଆସିଛି, କାହିଁକିନା ବାପାଙ୍କର କିଛି କାମ ଆଜି ଅଛି। ବାପା ଆମର ଅଫିସ୍ କାମରେ ଭୁବନେଶ୍ୱର ପଳେଇବେ, ତ ସେଥିପାଇଁକିନା ମାନେ ତାଙ୍କ ପାଇଁ ଖାଲି ଖାଇବାକୁ କରିବା ପାଇଁ ନା ମୁଁ ବହୁତ ବାଧ୍ୟରେ ଉଠିକି ଆସିଛି। ଏତେ ଜୋରେ ଥଣ୍ଡା ଲାଗୁଛି ଯେ ମୁଁ ମାନେ ଏଠି ଛିଡ଼ା ବି ହେଇପାରୁନି। ଆଉ ସ୍ୱିଟର୍ ପିନ୍ଧିକି କ'ଣ କାମ କରିହେବ? ମୁଁ ତ ଜମା ବି ସ୍ୱିଟର୍ ପିନ୍ଧିକି କାମ କରିପାରୁନା। ମୋତେ ବୋଉ ଯେତେ ଗାଳି କଲେ ବି ମୁଁ ଜମା ବି ଶୁଣୁନି। ସେ ଯାହା ବି କୁହନ୍ତୁ, ଏଇଟା କିନ୍ତୁ ସତ କଥା ନା ସାଙ୍ଗମାନେ। ଘୋଡ଼େଇ ହେଇକି ନହେଲେ ସ୍ୱିଟର୍ ପିନ୍ଧିକି କ'ଣ କାମ କରିବା ପାଇଁ ଭଲ ଲାଗିବ? ଯେମିତି ଲାଗିବ ମାନେ ଗୋଡ଼ ହାତ ବନ୍ଧା ହେଇଛି, ନହେଲେ ନିଦ ଲାଗିବ, ପୁଣି ଇଚ୍ଛା ହେବ ଶୋଇବା ପାଇଁ ନା। ସେଥିପାଇଁ ନା ମୁଁ ଜମା ବି ଘୋଡ଼େଇ ହେଇନି ନା ସ୍ୱିଟର୍ ବି ପିନ୍ଧେନି ସକାଳ ଟାଇମ୍ରେ। ଏଇଠି ମୁଁ ଭଜା ବସାଇ ଦେଇଥିଲି, ଆଉ ଏ ସବୁ ପ୍ରକାର ପରିବାପତ୍ର ପକାଇକି ଗୋଟେ ଭଜା ପ୍ରସ୍ତୁତ କରୁଥିଲି। ଆଉ ଏପଟରେ ଅଟା ଚକଡ଼ିକିନା ରୁଟି ମଧ୍ୟ ସେକି ଦେଉଥିଲି, କାହିଁକିନା 6ଟା ଭିତରେ ବାପା ଖାଇକିନା ଯିବେ ନା। ତରତର ହେଇକି ମୋତେ ଏସବୁ କାମ କରିବା ପାଇଁ ପଡ଼ୁଥିଲା। ଏମିତି ତ ମୋ ଦେହଟା ଜମା ଥଣ୍ଡା ଦେହ ନୁହେଁ ନା, ସଦାବେଳେ ସଡ଼ ହେଉଥିଲି। ଆଉ ଏବେ ମଝିରେ ମଝିରେ ଟିକେ ଭଲ ହେଇଯାଇଛି। ଏଇଠି ମୁଁ ଟିକେ ଖାଇଦେଉଛି, କାହିଁକିନା ଖାଇସାରିଲା ପରେ ବି ସାଙ୍ଗମାନେ ବିଶ୍ୱାସ କରିବେନି, ପ୍ରବଳ କାମ ଅଛି। ପ୍ରଥମ କାମଟି ହେଲା ବାରିଘର ସଫାସଫି କଲି, ଆଉ ଯେତେ ସବୁ ଅଳିଆକୁ ଆଣିକି ଏଠି ନିଆଁ ଲଗାଇଦେଲି। ଏକ ତ ଥଣ୍ଡା ଲାଗୁଥିଲା, ଆଉ ତାପରେ ଏଠି ଧୋନି ସେକିଆ ବି ହେଇଗଲା। ଦେଖୁନାହାନ୍ତି ଆମ ବୋଉ କ'ଣ ଛାଡ଼ୁଛନ୍ତି। ବୋଉ ଆମର କହୁଛନ୍ତି ପିଲାଦିନେ ଏମିତି ସେ ଘରେ ଥିଲାବେଳେ କେତେ କାଣ୍ଡ କାରନାମା ମୁଁ କରିଛି। ବିଶ୍ୱାସ କରିବେନି, ଯେତିକି ଛଣ ବିଡ଼ା ସବୁ ଯାକ ଆଣି ନିଆଁ ଲଗାଇ ସେକି ହେଇ ପଡ଼େ। ଏଇଠି ମୋ ବୋଉ ନନ୍ଦିଆ ଧରିକି ସଫା କରିବା ପାଇଁ ବାହାରି ପଳେଇ ଆସିଲେ। ସଫାସଫି ସେଇଟା ଚାଲିଛି। ମୁଁ ମଝିରେ ଆସିଥିଲି ଟଫିକି ଦେଖିବା ପାଇଁ ନା, ତାକୁ ଏକା ଛାଡ଼ିଥିଲି। ଘରେ ଆସିକି ଦେଖେ ତ ସିଏ ପୁରା ଓକେ। ତ ଏଇଠି ଦେଖନ୍ତୁ ସାଙ୍ଗମାନେ, ଆଜି କେତେ ସାରା ସଫାସଫି ହେଇଛି। ଆଧିରେ କିଛିଟା ମୋର ବି ଅଛି। ତ ଖରାବେଳ ଖାଇବାରେ ମୁଁ ଆଉ ଆଜି ଜମା ବି ଭାତ ଖାଇବା ପାଇଁ ଇଚ୍ଛା ନଥିଲା, ତ ସେଥିପାଇଁ ଗୋଟେ ସୁନ୍ଦର ଝୋଳପାଣଟେ ମନେ ପକେଇ ପକେଇ ଖାଉଥିଲି। ଏଇ ଯେଉଁ ଝୋଳପାଣଟା ପ୍ରସ୍ତୁତ କରିନି, ମୋ ଗାଁରେ ଥିଲାବେଳେ ମୁଁ ବହୁତ ଥର କରିକି ଖାଇଛି। ସଦାବେଳେ ପାଇଁ ନା ମୋ ଗାଁ କଥା ମୋର ମନେ ପଡ଼େ। ଯେତେବେଳେ ମନେ ପଡ଼େ ମୋର କିଛି ପୁରୁଣା ସ୍ମୃତି ବି ମନେ ପଡ଼ିଯାଏ। ଆଉ ଚାରିଟା ବେଳ ଟାଇମ୍ରେ ଗଛ ଟିକେ ପାଣି ଦେଇ ଦେଇଥିଲି। ତାପରେ ଭିଡ଼ିଓକୁ ଏଣ୍ଡ କରୁଛି। ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଭିଡ଼ିଓକୁ ଲାଇକ୍ କରିବେ।